ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ବଡ଼ ଖେଳାଳିଙ୍କ ନାମ ନ ନେଇ ସମାଲୋଚନା କରିଛନ୍ତି। ଯଦିଓ ସେ କାହା ନାମ ନେଇନାହାନ୍ତି, ତଥାପି ଏହା ବିରାଟ କୋହଲିଙ୍କ ଉପରକୁ ନିଶାନା ଯିବା ଭଳି ମନେ ହେଉଛି। ଏକ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଇ କହିଛନ୍ତି କି କୌଣସି ଜଣେ ଖେଳାଳିଙ୍କ ବିନା କୌଣସି ଦଳ ଜିତି ଯାଇନଥାଏ। ଖେଳରେ ଟିମ୍ ସ୍ପିରିଟ୍ ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଦଳର ପ୍ରଦର୍ଶନ ମ୍ୟାଚ୍ ଉପରେ ନିର୍ଭର କରିଥାଏ। 2021 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଉଦାହରଣ ଦେଇ ଗାଭାସ୍କର କହିଛନ୍ତି କି କୋହଲି ଜଣେ ଷ୍ଟାର ଖେଳାଳି, ତଥାପି ତାଙ୍କ ବିନା ଦଳ ଏହି ଗସ୍ତରେ ବିଜୟୀ ହୋଇଥିଲା। ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଏଭଳି କହିଛନ୍ତି ଗାଭାସ୍କର। କହି ରଖୁଛୁ କି କୋହଲି ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳି ନାହାନ୍ତି। 2020-21ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଯେତେବେଳେ କୋହଲିଙ୍କ ପ୍ରଥମ ସନ୍ତାନ ଜନ୍ମ ହୋଇ